समयर गति बड़ विचित्र केतेबेले काहाकु नहीं किपरि नहीं कोठी ठिया करदब कहीहेब नहीं। यही समय चक्र पंचु पांडव और हस्तिनापुर भावी साम्राज्ञी आज बेश बदलाई छद्म बेशरे जीवन यापन करुछंती। विराट राजांकर राज दरबार रे प्रत्येक कौनसी ना कौनसी काम रे निजको मजाई देइछंती। एई जेमती धर्मराज युधिष्ठिर पालटी जाइछंती कंक। तांकर काम हला राजांक सहित पोषा खेलिबा एवं राजांकर मन खुशी कराइबा। बेसी खाइला वाला भीमसेन तांको काम हला रोषेई करिबा। से पालटी जाइछंती बल्लभ रोषेइया। विश्वर श्रेष्ठ धनुर्धारी अर्जुन स्त्रीलोक बेशरे बास करुछंती। ना हैची बृहन्नाला। बृहन्नाला बने नाच और गीत शिखाउछंती। नकुल होइछंती ग्रंथिका। सहदेव होइछंती टांटीपाल एवं द्रौपदी होइछंती शैलेंद्री। बास करुछंती विराट राजबाटी रे। विराट राजांकर रानी सुदेष्णांकर भाई हला किचक एवं से विराट राजांकर शक्ति और सामर्थ्य। किचक होची विराट राजांकर सेनापति। मात्र राज्यर समस्त क्षमता हातरे जापुनी धरी बसिछि ए विराट। ए किचक किचक छला जेहेतु विराट राजांकर एवं क्षमताशाली मध्य सेथिपाई विराट राजा चाहिले भी किचक को किछि कहि पारंती नाही। किचक हेउची तांकर शक्ति और सामर्थ्य। सेहिति पाई पा कुहा जाए आपण माने समस्ते सुनिथिबे किचक बाहुबले विराट राजा। विराटंक राणी सुदेष्णा दिने कौन करिसंती भातृमोहर मृगतृष्णारे पथभ्रष्ट होई अनागत भविष्यतर चिंता न करी पठाई देइचंती शैलेंद्री को। ये शैलेंद्री होचंती किए द्रौपदी। शैलेंद्री को पठाई देइचंती किचक पाखकू। शैलेंद्री जाई पहुंची जाइचंती किचक भवन रे एवं सेनापतिंकर जय हो बोली कहिचंती एवं किचक कहिचे आस शैलेंद्री। शैलेंद्री कहिचंती मु महाराज कर पाई मदिरा नेबा पाई आसीछि। जेमती मदिरा कथा सुनिछि किचक से हसी हसी कहिछि मदिरा तुमे तो निजे एक मदिरा अट शैलेंद्री। यह कही शैलेंद्रीकर बा द्रौपदींकर खूब पाखकू चली आसी किए ये किचक एवं कहिछि आज तो मु मन भरी शैलेंद्री रूपक मदिरा को पान करी मते केही भी अटकाई पारिबे नहीं। एमती कही कौन करिछि ए शैलेंद्री अर्थात द्रौपदी को धरिबार प्रयत्न करिछि चेष्टा करिछि। शैलेंद्री किचक कबलरू निजको मुक्त करी यत्किंचित पलायन करने को उद्यत हुंते किचक कहिछि मत्स्य देश रे किचक कबलरू खसी चली जिबार कौनसी रास्ता तुम पाई नहीं शैलेंद्री। शैलेंद्री दौड़ी हसी हसी कहिछि किचक तो कुआडे दौड़ी दौड़ी जीवु शैलेंद्री तो पाई समस्त रास्ता
ବନ୍ଦ ହୋଇଯିବ। ଏଠି କିଚକର ନିର୍ଦ୍ଦେଶ ବିନା ଗଛର ପତ୍ର ହଲେ ନାହିଁ। ତୁ ଯିବୁ କୁଆଡ଼େ? ଶୈଳେନ୍ଦ୍ରୀ ଆଗେ ଆଗେ ଦୌଡ଼ିଛନ୍ତି, ପଛେ ପଛେ କିଚକ। ଜୀବନ ବିକଳରେ ନିଜର ଇଜ୍ଜତ ବଞ୍ଚାଇବାକୁ ବହୁ ଚେଷ୍ଟା କରିଛନ୍ତି ଶୈଳେନ୍ଦ୍ରୀ। ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ଏଇ କିଚକର ହାତକୁ ନ ଆସିବାକୁ। ଦୌଡ଼ୁଛନ୍ତି, କେତେ ବା ଦୌଡ଼ିବେ? ହଠାତ୍ ଥକି ପଡ଼ିଛନ୍ତି। ମନକୁ ଭାବନା ଆସିଛି ଯେ ମୋ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଲା ବିରାଟ ରାଜ ଦରବାର। ସେ ରାଜ ଦରବାର ମଧ୍ୟରେ ପଶିଯାଇ ନିଜକୁ ସୁରକ୍ଷିତ ମଣି ଆଶ୍ୱସ୍ତିର ଶ୍ୱାସ ନେଉଛନ୍ତି। ହଠାତ୍ ପଛେ ପଛେ ଆସି ପହଞ୍ଚି ଯାଇଛି କିଚକ। ରାଜସଭାରେ ଥିବା ଯୁଧିଷ୍ଠିର ଛଦ୍ମବେଶରେ କଙ୍କ ବରିଥିଲେ ମଧ୍ୟ ଯେତେବେଳେ ଦେଖିଛନ୍ତି କିଚକ ଶୈଳେନ୍ଦ୍ରୀ ବେଶରେ ଥିବା ଦ୍ରୌପଦୀଙ୍କର ପାଖକୁ ଆସିଛି ଏବଂ ତାପରେ କିଚକ ଟଣାଉଟରା କରିଛି, ସମସ୍ତ ପ୍ରକାର ପୁରୁଷାର୍ଥ ଥାଇ ମଧ୍ୟ ଛଦ୍ମବେଶ କାରଣରୁ ନୀରବି ଯାଇ ନୀରବ ଦ୍ରଷ୍ଟା ସାଜିଛନ୍ତି ଯୁଧିଷ୍ଠିର ମହାରାଜ, ଯେ କି କଙ୍କ ବେଶରେ ଅଛନ୍ତି। କଥା କହିଲେ ଖୋଲିଯିବ ମୁଖା, ସମସ୍ତେ ଜାଣିଦେବେ ଇଏ ହେଉଛନ୍ତି ଯୁଧିଷ୍ଠିର ବୋଲି। ସେଥିପାଇଁ ଯୁଧିଷ୍ଠିର ମହାରାଜ କଙ୍କ ବେଶ ଧାରଣ କରି ସେମିତି ନୀରବ ଦ୍ରଷ୍ଟା ସାଜି ସବୁ ଦେଖିଛନ୍ତି ସିନା, ହେଲେ ପ୍ରତ୍ୟୁତ୍ତର କରିନାହାନ୍ତି। ଚିତ୍କାର କରିଚାଲିଛି ଶୈଳେନ୍ଦ୍ରୀ। ସଭାରେ ବହୁତ ଲୋକ ଅଛନ୍ତି, ମହାରାଜ ବିରାଟ ମଧ୍ୟ ନିଜେ ଅଛନ୍ତି, ମାତ୍ର କେହି ଶୈଳେନ୍ଦ୍ରୀକୁ ସାହାଯ୍ୟ କରିବାକୁ ଆଗକୁ ଆସିନାହାନ୍ତି। କାହାର ବା ସାମର୍ଥ୍ୟ ଅଛି ଏ କିଚକ ସାମ୍ନାରେ ଠିଆ ହୋଇ କଥା ଦୁଇପଦ କହିବାକୁ? କାହାର ଜୀବନକୁ ଭୟ ନାହିଁ। ସଭା ନୀରବ ପାଲଟି ଯାଇଛି। ଶୈଳେନ୍ଦ୍ରୀ ତଳେ ପଡ଼ିଯାଇଛନ୍ତି। ଖୁବ୍ ଜୋରେ ମାରିଛି କିଏ କିଚକ କାହାକୁ? ଶୈଳେନ୍ଦ୍ରୀକୁ। ଶୈଳେନ୍ଦ୍ରୀ ତଳେ ପଡ଼ିଯାଇଛନ୍ତି ଏବଂ ଓଠ ଫାଟି ଶୈଳେନ୍ଦ୍ରୀଙ୍କର ଧାର ଧାର ରକ୍ତ ବହୁଛି। ସେଇ ବାଟ ଦେଇ ବଲ୍ଲଭ ରୋଷେଇଆ ଯାଉଥିଲେ। ବଲ୍ଲଭ ରୋଷେଇଆ କିଏ କହିଲେ? ଭୀମ ହିଁ ବଲ୍ଲଭ ରୋଷେଇଆ ରୂପରେ ଅଛନ୍ତି। ଏ ପାଟି ଶୁଣି ଦ୍ରୌପଦୀଙ୍କର ପାଟି ଶୁଣି ବା ଶୈଳେନ୍ଦ୍ରୀଙ୍କର ପାଟି ଶୁଣି ଧସେଇ ପଶିଛନ୍ତି ରାଜ ଦରବାର ଭିତରକୁ। କ୍ରୋଧିତ ବଲ୍ଲଭ କ'ଣ ଗୋଟେ କରିଦେଇଥାନ୍ତେ ସେଦିନ କିଚକର, ମାତ୍ର କଙ୍କ ଅର୍ଥାତ୍ ଯୁଧିଷ୍ଠିର ବୁଝାଇଛନ୍ତି ଯେ ଯେଉଁ ବୃକ୍ଷ ଆମକୁ ଆଶ୍ରୟ ପ୍ରଦାନ କରିଛି ତାର ପ୍ରତିଟି ପତ୍ର ଆଦରଣୀୟ ହୋଇଥାଏ। ତେଣୁ ବୁଝେଇଲା ପରେ ଏ ବଲ୍ଲଭ ରୋଷେଇଆ ମଧ୍ୟ ଭୀମସେନ ମଧ୍ୟ ଫେରି ଯାଇଛନ୍ତି ମନରେ ଗ୍ଲାନି ନେଇ, ଆଉ ଭାଗ୍ୟକୁ ନୀତି। ଏହାପରେ କିଚକର ଏ ଆଚରଣ କେହି ବିରୋଧ କରୁନଥିବାର ଦେଖି ଶୈଳେନ୍ଦ୍ରୀ ପଚାରିଛନ୍ତି ରଜା ବିରାଟଙ୍କୁ। କହିଛନ୍ତି, ମହାରାଜ, ପ୍ରଜା ରଜାର ସନ୍ତାନ ହୋଇଥାଏ। ରାଜମୁକୁଟ ସହ ଏ ପ୍ରତିଜ୍ଞା ଯୋଡ଼ି ହୋଇଥାଏ କି ରାଜା ପ୍ରଜାର ସୁରକ୍ଷା ପାଇଁ ଉତ୍ତରଦାୟୀ ହେବ ବୋଲି। ଯେଉଁ ସିଂହାସନରେ ଆପଣ ବିରାଜମାନ ହୋଇଛନ୍ତି ମହାରାଜ, ଏହା ଧର୍ମର ସ୍ଥାନ ଅଟେ। ମୁଁ ଜଣେ ଅସହାୟ ନାରୀ, ମୋର ରକ୍ଷା କରି ରାଜଧର୍ମ ପାଳନ କରନ୍ତୁ। ମୁଁ ସେନାପତି କିଚକ ଉପରେ ଆରୋପ ଲଗାଉଛି ଯେ ସେ ମୋର ସତୀତ୍ୱର ଚନ୍ଦ୍ରମାରେ ଗ୍ରହଣ ଲଗାଇବାର ପ୍ରୟାସ କରିଥିଲେ। ତା ମଧ୍ୟ ଏ ରାଜସଭାରେ ଆପଣମାନ ସମସ୍ତଙ୍କର ଆଖି ସାମ୍ନାରେ। ଏ ମୋ ଉପରେ ହାତ ଉଠାଇଛନ୍ତି, ଯାହାର ସାକ୍ଷୀ ମହାରାଜଙ୍କର ଏ ଦୁଇ ଆଖି ଏବଂ ମୋର ରକ୍ତ ଜର୍ଜରିତ ଏ ନିଷ୍ପାପ ଓଠ। ମହାରାଜ, ମୋ ଆରାପର ଆଧାରରେ ଆପଣ କ'ଣ ଆପଣ ସେନାପତି କିଚକକୁ ଦଣ୍ଡ ଦେବେ?
ଏହା ଶୁଣି ରାଜା ବିରାଟ ମନ ଦୁଃଖ ହେଲେ ମଧ୍ୟ ଏ କଥା ତାଙ୍କୁ ଭଲ ଲାଗିନଥିଲେ ମଧ୍ୟ ସତେ ଯେମିତି ଭୟାତୁର ହୋଇ ମୁଣ୍ଡ ତଳକୁ କରି ନିଜ ଅକ୍ଷମତା ପ୍ରକାଶ କରିଛନ୍ତି। ମହାରାଜଙ୍କ ଏ ଅବସ୍ଥା ଦେଖି ବିଦ୍ରୂପର ହସ ହସି ଦେଇଛି ସେନାପତି ବିରାଟ କୀଚକ। ଶୈଳେନ୍ଦ୍ରୀ କହିଛନ୍ତି, ମତ୍ସ୍ୟ ନରେଶ, ଆପଣ କ'ଣ ହସ୍ତିନାପୁର ନରେଶଙ୍କ ପରି ଏକ ନାରୀର ଅପମାନକୁ ଚୁପଚାପ ସହି ନୀରବତା ଅବଲମ୍ବନ କରିବେ? ଶୈଳେନ୍ଦ୍ରୀ ଅନେଇଛନ୍ତି ନିଜ ସ୍ୱାମୀ କଙ୍କ ଅର୍ଥାତ୍ ଯୁଧିଷ୍ଠିରଙ୍କୁ। କଙ୍କ ମଧ୍ୟ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ତଳକୁ ଲଜ୍ଜା, ଅପମାନ ଓ ବିବଶତା କାରଣରୁ ମୁଣ୍ଡ ନଇଁ ଦେଇଛନ୍ତି। ସାହସ ସଞ୍ଚୟ କରି ମତ୍ସ୍ୟ ନରେଶ ମୁହଁ ଖୋଲି କହିଲେ କୀଚକକୁ ଯେ, କୀଚକ, ତୁମକୁ ଏହା ଶୋଭା ଦେଉନାହିଁ। ଏହା ଶୁଣି କୀଚକ ପୁଣି ଥରେ ବିଦ୍ରୂପର ହସ ହସି ରଜାଙ୍କୁ ଯେମିତି ଅପମାନ କରିବାକୁ ଚେଷ୍ଟା କରିଛି। ଏ ହସରେ ଖୁବ୍ କୁପିତ ହୋଇ ଜଣେ ଆଘାତପ୍ରାପ୍ତ ସିଂହୀ ପରି ଗର୍ଜି ଉଠିଛନ୍ତି ଶୈଳେନ୍ଦ୍ରୀ ୟାନି ଦ୍ରୌପଦୀ ଏବଂ କହିଛନ୍ତି, ଆପଣମାନେ କେବେ ବି ଭାବନ୍ତୁ ନାହିଁ ଏ ଶୈଳେନ୍ଦ୍ରୀର ଅପମାନ କରିଥିବା କୀଚକ ଜୀବିତ ରହିବ ବୋଲି। ମହାଦେବଙ୍କ ଶପଥ, ଏହା ଅସମ୍ଭବ। ମୁଁ ସେହି ମହାବୀରମାନଙ୍କର ପତ୍ନୀ, ଯାହାଙ୍କର ନାଁ ଶୁଣିଲେ ବଡ଼ ବଡ଼ ଧନୁର୍ଦ୍ଧରମାନେ ମଧ୍ୟ ଭୟରେ ସେମାନଙ୍କର ଧନୁ ତଳେ ଥୋଇ ଦିଅନ୍ତି। ଯୁଦ୍ଧ କରିବା ତ ଦୂରର କଥା ଓ ସେ ଗଦାଧାରୀଙ୍କ ହାତରୁ ଗଦା ଆପେ ଆପେ ଗଳି ପଡ଼େ। ମୁଁ ସେହି ଦାନବୀରମାନଙ୍କର ପତ୍ନୀ, ଯିଏକି ମାଗିଲା ବାଲାକୁ କିଛି ମାଗିବା ପୂର୍ବରୁ ସେମାନଙ୍କ ମାଙ୍ଗ ପୂରଣ କରିଦେଇଥାଏ, ଯେପରିକି ସେମାନେ ମାଗିବାର ଲଜ୍ଜାରୁ ବଞ୍ଚିଯିବେ। ହେ ମତ୍ସ୍ୟ ନରେଶ, ଆପଣ କ'ଣ କେବଳ ଏତିକି ଦଣ୍ଡ ଦେବେ? ଏ କୀଚକକୁ ଦଣ୍ଡ ନ ଦେଇ ଖାଲି କହିଦେବେ ଏହା ତୁମକୁ ଶୋଭା ପାଉନାହିଁ ବୋଲି? ଏତିକିରେ ଆପଣଙ୍କର ରାଜଧର୍ମ ଶେଷ? ଏହାପରେ କଙ୍କ ଅର୍ଥାତ୍ ଯୁଧିଷ୍ଠିର କହିଛନ୍ତି, ହେ ଶୈଳେନ୍ଦ୍ରୀ, ବୋଧହୁଏ ତୁମର ଗନ୍ଧର୍ବପତି ଏ ସମୟରେ ତୁମ ସାମ୍ନାରେ ଆସି ତୁମକୁ ରକ୍ଷା କରିବାକୁ ଉଚିତ ମଣୁନାହାନ୍ତି। ତେଣୁ ଏହା ବି ଭାବିନିଅ ଯେ କ୍ଷମାଠାରୁ ବଡ଼ ଆଉ କେଉଁ ଧର୍ମ ନାହିଁ ବୋଲି। କ୍ଷମା ହେଉଛି ସତ୍ୟ, କ୍ଷମା ହେଉଛି ଦୟା, କ୍ଷମା ହେଉଛି ତପସ୍ୟା, କ୍ଷମା ହେଉଛି ଧର୍ମ। ତୁମର ପତି ଅବଶ୍ୟ ଜାଣିଛନ୍ତି ତୁମ ସହ ଏଠାରେ କ'ଣ ହେଲା। ନିର୍ଣ୍ଣୟ ସେମାନଙ୍କ ଉପରେ ଛାଡ଼। ଏବେ ତୁମେ ଯାଇ ମହାରାଣୀଙ୍କର କେଶର ଯତ୍ନ ନିଅ, କାହିଁକି ନା ବର୍ତ୍ତମାନ ସମୟରେ ଏହା ହିଁ ତୁମର କର୍ତ୍ତବ୍ୟ ଅଟେ। ଏହା ଶୁଣି ଦ୍ରୌପଦୀ ଅର୍ଥାତ୍ ଶୈଳେନ୍ଦ୍ରୀ ଖୁବ୍ ଜୋରେ ରାଗି ଦମଦମ ହୋଇ ସଭାରୁ ଚାଲି ଯାଇଛନ୍ତି। ବିରାଟ କହିଛନ୍ତି, କଙ୍କ, ମୁଁ ତୁମର ବାକ୍ଚାତୁରୀ ଦେଖି ଖୁବ୍ ପ୍ରସନ୍ନ। ମୁଁ ନିଜେ ଜାଣିପାରୁନଥିଲି ଶୈଳେନ୍ଦ୍ରୀକୁ କ'ଣ କହି ତା ମନର ଦୁଃଖକୁ ଲାଘବ କରିବି, କ'ଣ କହି ତାକୁ ସାନ୍ତ୍ୱନା ଦେବି। ଯାହା ହେଉ, ତୁମେ ସେ କାମ ଉତ୍ତମ ଢଙ୍ଗରେ କରି ତାକୁ ସାନ୍ତ୍ୱନା ଦେଇ ଏ ସଭା ମଧ୍ୟରୁ ପଠାଇ ଦେଇପାରିବ। ଏହାପରେ ବିଦ୍ରୂପର ହସ ହସି କୀଚକ କହିଛି, ଯଦି କଙ୍କ ଶୈଳେନ୍ଦ୍ରୀକୁ କିଛି କହିନଥାନ୍ତା, ତେବେ ମଧ୍ୟ ଆପଣ ଚାହିଁଥିଲେ ମୋତେ କିଛି ବି କହିପାରିନଥାନ୍ତେ। ଏହା କହି ଏକ ବିଦ୍ରୂପର ହସ ହସି ଚାଲି ଯାଇଛି କିଏ? ଏ କୀଚକ। ଏହାପରେ ଶୈଳେନ୍ଦ୍ରୀ ଯାଇ ପହଞ୍ଚି ଯାଇଛନ୍ତି ବିରାଟର ରାଣୀ ସୁଦେଷ୍ଣାଙ୍କର ପାଖରେ। ସୁଦେଷ୍ଣା ପଚାରିଲେ, କ'ଣ ହେଇଛି ଶୈଳେନ୍ଦ୍ରୀ? ଏକ ବାଘୁଣୀ ପରି ଚିତ୍କାର କରିଛନ୍ତି ଶୈଳେନ୍ଦ୍ରୀ। ଗର୍ଜି ଉଠିଛନ୍ତି ଶୈଳେନ୍ଦ୍ରୀ ଏବଂ କହିଛନ୍ତି ଯେ ସବୁ ଜାଣି ଅଜଣା ବନନ୍ତୁନି ମହାରାଣୀ। ଆପଣ ନିଜେ ମୋତେ ଆପଣଙ୍କର ଭାଇର ତଥ୍ୟକୁ ପଠାଇଥିଲେ ନା? ସୁଦେଷ୍ଣା କହିଛନ୍ତି, ମୁଁ ହିଁ
ତୁମର ଅପରାଧିନୀ। ମୋତେ ମୋର ଭାତୃବହ ବିବଶ କରିଦେଇଥିଲା ଓ ସେହି ବିବଶତାରେ ମୁଁ ଭୁଲି ଯାଇଥିଲି କୌଣସି ନାରୀର ମର୍ଯ୍ୟାଦା ଭାଇର ମୋହଠାରୁ ବହୁତ ଉର୍ଦ୍ଧ୍ୱରେ ବୋଲି। ଯଦି ତୁମେ କହିବ ତୁମକୁ ଛୁଇଁଥିବା ଅପରାଧରେ ମୁଁ ମୋର ଭାଇ କୀଚକକୁ ବଡ଼ଦଣ୍ଡରେ ଦଣ୍ଡିତ କରାଇବି। ଶୈଳେନ୍ଦ୍ରୀ କହିଛନ୍ତି, ତାଙ୍କୁ ଦଣ୍ଡ ଦେଲେ କ'ଣ ମୋ ଅପମାନର ଘା ଭଲ ହୋଇଯିବ ମହାରାଣୀ? କୀଚକ ଏମିତି କରି କେବଳ ମୋର ଅପମାନ କରିନି, ବରଂ ମୋର ଶକ୍ତିଶାଳୀ ପତିମାନଙ୍କର ମଧ୍ୟ ଅପମାନ କରିଛି। ମହାରାଣୀ, ମୁଁ କଥା ଦେଉଛି ସେ ଆଉ ବଞ୍ଚିପାରିବ ନାହିଁ। ତାର କ୍ରିୟାକ୍ରମର ପ୍ରବନ୍ଧ କରିବା ଆରମ୍ଭ କରିଦିଅନ୍ତୁ ମହାରାଣୀ, କାହିଁକି ନା ସେ କାଲିର ସୂର୍ଯ୍ୟୋଦୟ ଦେଖିପାରିବ ନାହିଁ। ମୁଁ ଆପଣଙ୍କୁ ତା ମୃତ୍ୟୁର ସୂଚନା ପ୍ରଦାନ କରୁଛି। ତାର ମୃତଦେହ ନ ଦେଖିଲା ପର୍ଯ୍ୟନ୍ତ ନା ମୁଁ ମୋର ଅଶ୍ରୁ ପୋଛିବି, ନା ଗାଧୋଇବି, ନା ମୋର ଶାଢ଼ୀ ବଦଳାଇବି। ମହାରାଣୀ ସୁଦେଷ୍ଣା କହିଛନ୍ତି, ଏଭଳି କଠୋର ଶବ୍ଦ କୁହନି ଶୈଳେନ୍ଦ୍ରୀ। ଶୈଳେନ୍ଦ୍ରୀ କହିଛି, ମୁଁ ଏମିତି କଠୋର ଶବ୍ଦ ଏଥିପାଇଁ କହୁଛି କାରଣ ହେ ମହାରାଣୀ, ୟାଠାରୁ ଅଧିକ କଠୋର ଶବ୍ଦ ମୋ ଶବ୍ଦାବଳୀରେ ନାହିଁ। ମହାରାଣୀ କହିଛନ୍ତି, କ୍ଷମା ହେଉଛି ଦୟା, କ୍ଷମା ହେଉଛି ଧର୍ମ, କ୍ଷମା ହେଉଛି ତୀର୍ଥ, କ୍ଷମା ହେଉଛି ସତ୍ୟ। ମୋ ଭାଇକୁ କ୍ଷମା କରିଦିଅ ଶୈଳେନ୍ଦ୍ରୀ। ଶୈଳେନ୍ଦ୍ରୀ କହିଛି, ମହାରାଣୀ, ଜଣେ ସଧବା ନାରୀର ଇଜ୍ଜତ ଉପରେ ଯେତେବେଳେ ଆକ୍ରମଣ କରାଯାଏ ତାର ପ୍ରତ୍ୟୁତ୍ତର କେବଳ ଲମ୍ପଟର ମୃତ୍ୟୁରେ ହିଁ ହୋଇଥାଏ। ତେଣୁ ଭାଇର ମୃତ୍ୟୁରେ କାନ୍ଦିବାକୁ ଆପଣ ନିଜର ଆଖିକୁ ସଜାଡ଼ି ରଖନ୍ତୁ। ଏହା କହି ଶୈଳେନ୍ଦ୍ରୀ ଚାଲିଯାଇଛି। ଏହାପରେ ରାତ୍ରି ସମୟ ଆସିଛି। ଭୀମ ଅର୍ଥାତ୍ ବଲ୍ଲଭ ରୋଷେଇଆ ଶୋଇଛନ୍ତି। ଶୈଳେନ୍ଦ୍ରୀ ଅର୍ଥାତ୍ ଦ୍ରୌପଦୀ ଧୀରେ ଧୀରେ ପାଦ ଚିପି ଚିପି ଆସି ଏହି ପ୍ରକାର ଶାନ୍ତିରେ ପହଞ୍ଚି ଯାଇଛନ୍ତି ଏବଂ କହିଛନ୍ତି, ଏ ପ୍ରକାର ଶାନ୍ତିରେ ଶୋଇଥିବା ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଧନ୍ୟ ତୁମେ। ଯେଉଁ ଯୋଦ୍ଧାର ସ୍ତ୍ରୀର ଏତେ ବଡ଼ ଅପମାନ ହୋଇଥାଏ ତାକୁ ଏ ପ୍ରକାର ଶୋଇବା କ'ଣ ଶୋଭା ଦେଇଥାଏ? ଯଦି ତୁମେ ଶବ ପାଲଟି ଯାଇନାହଁ, ଯଦି ତୁମେ ମୃତ ନୁହଁ, ତେବେ ଉଠ। ଏହା ଶୁଣି ବଲ୍ଲଭ ରୋଷେଇଆ ଉଠି ପଡ଼ିଛନ୍ତି ଏବଂ କହିଛନ୍ତି, ଯଦି ଜ୍ୟେଷ୍ଠ ଭ୍ରାତା ମୋତେ ଅଟକାଇ ନଥାନ୍ତେ ତେବେ ମୁଁ ସେଠାରେ ସେଇ ରାଜସଭା ମଧ୍ୟରେ କୀଚକକୁ କାଠ ଚିରିଲା ପରି ଚିରି ଦେଇଥାନ୍ତି। ଶୈଳେନ୍ଦ୍ରୀ କହିଛନ୍ତି, ତୁମ ବଡ଼ ଭାଇ ତ ରୋକାରୋକିରେ ମାହିର। କେବଳ ପଶା ପକାଇଲା ବେଳେ ନିଜ ହାତକୁ ରୋକି ନ ପାରି ସିନା ଏତେ ବଡ଼ ଅଘଟଣ ଘଟାଇଲେ, ନହେଲେ ଆଉ ସବୁଥିରେ ତାଙ୍କୁ ରୋକିବା ଜଣା। ମୁଁ ତୁମକୁ କେବଳ ଏତିକି ପଚାରିବାକୁ ଆସିଛି, ତୁମେମାନେ କେବେ ପର୍ଯ୍ୟନ୍ତ ମୋର ଅପମାନକୁ ଦେଖି ଚାଲିଥିବ? ହେ କୁନ୍ତୀପୁତ୍ର, ମୋତେ ଗୋଟିଏ କାରଣ ତ ବତାଅ, ମୁଁ କାହିଁକି ବଞ୍ଚିବି? ତେଣୁ ଯଦି ତୁମେ ଚାହୁଁଛ ମୁଁ ଜୀବିତ ରହେ, ତୁମେ ବିଶାଳ ହାତୀ ରୂପେ ସେଇ କୀଚକକୁ ଦଳି ଦିଅ ଯାଇ, ଯାହାର ହାତ ତୁମ ପତ୍ନୀର ବସ୍ତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା। ଯଦି ସେ କାଲିର ସୂର୍ଯ୍ୟ ଦେଖିଲା, ମୁଁ ଶପଥ କରି କହୁଛି, ଏ ଶୈଳେନ୍ଦ୍ରୀ, ଏ ପାଞ୍ଚାଳୀ କାଲିର ସୂର୍ଯ୍ୟାସ୍ତ ଦେଖିବ ନାହିଁ। ଯେତେବେଳେ ଭୀମଙ୍କୁ ଏ କଥା କହିଛି କିଏ ଶୈଳେନ୍ଦ୍ରୀ, ବଲ୍ଲଭକୁ କେତେବେଳେ କଥା କହିଛନ୍ତି, ଭୀମ କହିଛନ୍ତି, ପାଞ୍ଚାଳୀ ମୋ କଥା ଶୁଣ। ଶୈଳେନ୍ଦ୍ରୀ କହିଛନ୍ତି, ଆଜି ତୁମେ ମୋ କଥା ଶୁଣ। ତୁମେ ପାଣ୍ଡବ ପାଞ୍ଚ ଭାଇ ଅଗ୍ନିକୁ ସାକ୍ଷୀ ରଖି ମୋ ସୁରକ୍ଷାର ଦାୟିତ୍ୱ ନେଇଥିଲ। କ'ଣ ଏ ପ୍ରକାର ସୁରକ୍ଷା ଦେଉଛ ଯେପରିକି ଯେ କେହି ବି ତୁମର ପତ୍ନୀର ବସ୍ତ୍ର ପର୍ଯ୍ୟନ୍ତ ହାତ ବଢ଼ାଇ ଦେବ? ଭୀମ କହିଛନ୍ତି, ଧିକ୍କାର ମୋ ବାହୁବଳକୁ।
ଧିକ୍କାର ଅର୍ଜୁନର ଗାଣ୍ଡିବକୁ। କିନ୍ତୁ ପାଞ୍ଚାଳି, ତୁମେ ତ ଜାଣ ଏ ଅଜ୍ଞାତବାସର ମହତ୍ଵକୁ। ପ୍ରତିଟି ପାଦ ମାପିଚୁପି ପକାଇବାକୁ ପଡ଼ୁଛି। ସେଇଥିପାଇଁ ଏ ନୀରବତା। ଶୈଳେନ୍ଦ୍ରୀ କହିଛନ୍ତି, ତାମାନେ ତୁମେ କ'ଣ କହୁଛ ମୋର ଏ ଅପମାନର ବିଷକୁ ତୁମେମାନେ ଚୁପଚାପ ପିଇଯିବ ବୋଲି? ଭୀମ କହିଛନ୍ତି, ଶୈଳେନ୍ଦ୍ରୀ, ଯଦି ତୁମେ ପ୍ରକୃତରେ ଚାହୁଁଛ ସେ କାଲିର ସୂର୍ଯ୍ୟୋଦୟ ନ ଦେଖୁ, ତେବେ କିଚକ କାଲିର ସୂର୍ଯ୍ୟୋଦୟ ଦେଖିପାରିବ ନାହିଁ। ସେଥିପାଇଁ ତୁମକୁ ଗୋଟେ କାମ କରିବାକୁ ପଡ଼ିବ। ତୁମେ ଗୋଟେ କାମ କର, କିଚକକୁ ଯାଇ କୁହ ତୁମେ ତା ପ୍ରେମରେ ମୋହିତ ହୋଇଯାଇଛ ବୋଲି। କିନ୍ତୁ ତୁମେ ତୁମ ପତିମାନଙ୍କୁ ଡରୁଛ, ତେଣୁ ସେ ତୁମ ସହ ନୃତ୍ୟଶାଳାକୁ ଆସୁ। ମୁଁ ସେଇଠାରେ ତାକୁ ତା ମୃତ୍ୟୁ ସହ ପରିଚୟ କରାଇଦେବି। ତେଣୁ ଏବେ ତୁମେ ଯାଅ, ତୁମକୁ ଯେମିତି ମୋ ସହ କେହି ଦେଖି ନପାରେ। ଖୁବ୍ ଶୀଘ୍ର ତୁମେ ଏଠୁ ଚାଲିଯାଅ। ଏହାପରେ ଶୈଳେନ୍ଦ୍ରୀ ଯାଇଛନ୍ତି। ମୁହଁରେ ହସ ଫୁଟିଛି, କାରଣ ବହୁତ ବଡ଼ ବୋଝ ହାଲକା ହେଇଯାଇଛି। ମରିବ କିଚକ ଏବଂ ଆନନ୍ଦ ମନରେ ଗୀତ ଗାଇ ଗାଇ ଯାଇ ପହଞ୍ଚିଛନ୍ତି କିଚକ ପାଖରେ। କିଏ? ଶୈଳେନ୍ଦ୍ରୀ। ଏବଂ କିଚକକୁ ଦେଖି ହଠାତ୍ ଗୀତ ବନ୍ଦ କରିଦେଇଛନ୍ତି ଶୈଳେନ୍ଦ୍ରୀ। କିଚକ ପ୍ରଶ୍ନ କରିଛି, ଶୈଳେନ୍ଦ୍ରୀ, ତୁମେ ତ ଦେଖିବାକୁ ସୁନ୍ଦର, ତା ସହ ତୁମର କଣ୍ଠ ମଧ୍ୟ ଏତେ ସୁମଧୁର ମୁଁ ଜାଣିନଥିଲି। ବାସ୍ତବିକ ତୁମର ଗୀତ, ତୁମର ସ୍ୱର ଅତ୍ୟଧିକ ପ୍ରଶଂସନୀୟ। ତେଣୁ ଗୀତ କାହିଁ ବନ୍ଦ କଲ? ଗୀତ ବୋଲ ନା। ଶୈଳେନ୍ଦ୍ରୀ କହିଛନ୍ତି, ମହାରଥୀ, ଆପଣ ଏ ଅସହାୟର ଜୀବନରେ ଶତ୍ରୁ କାହିଁକି ବନୁଛନ୍ତି? ମୋ ଗନ୍ଧର୍ବ ପତିମାନେ ଆପଣଙ୍କର ସିନା କିଛି କରିପାରିବେ ନାହିଁ, ହେଲେ ମୋତେ ଆପଣଙ୍କ ସହ ଦେଖିଲେ ହୁଏତ ଜୀବନରୁ ମାରିଦେଇ ପାରନ୍ତି। ଏହି ତ ଗୋଟିଏ କାରଣ ଆପଣଙ୍କୁ ଦେଖି ଓଠ ପର୍ଯ୍ୟନ୍ତ ଆସିବାକୁ ଚାହୁଁଥିବା ମୋର ହସକୁ ମୁଁ ଭିତରକୁ ପଠାଇ ଦେଉଛି, ଭିତରକୁ ପେଲି ଦେଉଛି, ବାହାରକୁ ବାହାରିବାକୁ ଦେଉନି। କେହି ଗୁପ୍ତଚର ଯଦି ସେମାନଙ୍କୁ କହିଦେଲା, ତେବେ ମୋ ଜୀବନ ଶେଷ ହୋଇଗଲା। କିଚକ କହିଛି, ତୁମେ ଜମା ଡରନି, ମୁଁ ସେମାନଙ୍କୁ ବଦ୍ଧ କରିଦେବି। ଶୈଳେନ୍ଦ୍ରୀ କହିଛି, ମୋ କଥା ଶୁଣ, ଆମେ ଲୁଚିଛପି ମିଳାମିଶା କରିବା, ଯେମିତି କେହି ଆମ ସମ୍ପର୍କର ଟେର୍ ଜାଣିପାରିବେ ନାହିଁ। ଆମ ପ୍ରେମର କେହି ଖବର ପାଇବେ ନାହିଁ। ଯଦି ଆପଣ ଏହା ମାନିବେ, ତେବେ ମୁଁ ନିର୍ଦ୍ଦନ୍ଦରେ ଆପଣଙ୍କର ହେଇଯିବି। କିଚକ କହିଛି, ତୁମକୁ ପାଇବାକୁ ଏତିକି କ'ଣ, ସବୁ କିଛି କରିବାକୁ ମୁଁ ପ୍ରସ୍ତୁତ ଅଛି। ଏହାପରେ ଶୈଳେନ୍ଦ୍ରୀ କହିଛନ୍ତି, ତାହେଲେ ଆଜି ରାତିରେ ଆପଣ ନୃତ୍ୟଶାଳାକୁ ଆସନ୍ତୁ, ମୁଁ ସେଠାରେ ଆପଣଙ୍କୁ ଅପେକ୍ଷା କରିଥିବି। ଏହା କହି ଦୌଡ଼ି ଦୌଡ଼ି ଚାଲିଯାଇଛି ଶୈଳେନ୍ଦ୍ରୀ। ଏହା ଶୁଣି ଖୁବ୍ ଖୁସି ହୋଇଯାଇଛି କିଚକ। ସତେ ଯେମିତି ଅନେକ ଦିନର ଆଶା ଆଜି ତାର ଚରିତାର୍ଥ ହେବାକୁ ଯାଉଛି। ରାତିରେ କିଚକ ଯାଇଛି ନୃତ୍ୟଶାଳାକୁ। ଦେଖିଛି ପଲଙ୍କ ଉପରେ କେହି ଜଣେ ଓଢ଼ଣା ପକାଇ ବସିଛି। କିଚକ ଧରି ନେଇଛି, ଏ ହେଉଛି ଶୈଳେନ୍ଦ୍ରୀ। ପଶିଛି ନୃତ୍ୟଶାଳା ଭିତରକୁ। ଶୈଳେନ୍ଦ୍ରୀ ଠିଆ ହେଇଛନ୍ତି ନୃତ୍ୟଶାଳାର ଠିକ୍ ବାହାରେ। ଧୀରେ ଧୀରେ ପଲଙ୍କରେ ବସିଥିବା ଶୈଳେନ୍ଦ୍ରୀ ପାଖରେ ପହଞ୍ଚିଛି କିଏ? କିଚକ, ଏବଂ କହିଛି, ମୋ ବାହୁ ତୁମ ବେକରେ ପଡ଼ିବାକୁ ବ୍ୟାକୁଳ। ବା ଭିତରେ ଥିବା ଯେଉଁ ଶୈଳେନ୍ଦ୍ରୀ ବିଷୟରେ ଯିଏ ବସିଛନ୍ତି ସେ କିଛି କହୁନାହାନ୍ତି। ବାହାରେ ଥିବା ଶୈଳେନ୍ଦ୍ରୀ କହିଛି, ତୁମ ବାହୁକୁ ମୋ ବେକରେ ପଡ଼ିବାକୁ କିଏ ରୋକୁଛି ଏ ନିର୍ଜନ କୋଠରୀରେ? ମଦିରା ପାନ କରିଛି କିଚକ। ଏଇ କ୍ଷଣ ପାଇଁ ତ ମୁଁ ବ୍ୟାକୁଳ ଥିଲି। ଏହା କହି ଯେମିତି ପଲଙ୍କରେ ବସିଥିବା ଶୈଳେନ୍ଦ୍ରୀ ଦେହରେ ହାତ ଲଗାଇବାକୁ ଯାଇଛି କିଚକ, ଏକ ଶକ୍ତ ଚାପୁଡ଼ା ଦେଇଛି ରୋଷେଇଆ ବଲ୍ଲଭ ଅର୍ଥାତ୍ ଭୀମସେନ। ଶୈଳେନ୍ଦ୍ରୀ ରୂପରେ ବସିଥିବା ବଲ୍ଲଭ ଅର୍ଥାତ୍ ଭୀମସେନ ଏକ ଚାପୁଡ଼ା ଦେଇ ଝପଟି ପଡ଼ିଛନ୍ତି କାହା ଉପରକୁ? ଏ କିଚକ ଉପରକୁ। ମୃଦଙ୍ଗ ବାଦନ କରିଚାଲିଛନ୍ତି ଅର୍ଜୁନ ଅର୍ଥାତ୍ ବୃହନ୍ନଳା।
ଗଣ୍ଡଗୋଳର ଶବ୍ଦ ବାହାରକୁ ନ ଶୋଇବାକୁ ଏ ବ୍ୟବସ୍ଥା କରାଯାଇଛି। ଖୁବ୍ ଜୋରେ ବାଜା ବଜାଇ ଚାଲିଛନ୍ତି ଅର୍ଜୁନ ଅର୍ଥାତ୍ ବୃହନ୍ନଳା। ଖୁବ୍ ଜୋରେ ଶବ୍ଦ ଯୁଦ୍ଧ ଚାଲିଛି କିଚକ ଏବଂ ଭୀମଙ୍କ ମଧ୍ୟରେ, ଭୀମ ବା ବଲ୍ଲଭଙ୍କ ମଧ୍ୟରେ। ଅନେକ ସମୟ ଧସ୍ତାଧସ୍ତି ପେଲାପେଲି ଭିତରେ ଯୁଦ୍ଧ ଘମାଘୋଟ ଚାଲିଛି। ଯେତେ ଜୋରେ ଯୁଦ୍ଧ ଚାଲିଛି ସେତେ ଜୋରେ ବୃହନ୍ନଳା ବାଜା ବଜାଇ ଚାଲିଛନ୍ତି। ତାଳେ ତାଳେ ଯୁଦ୍ଧର ଯେତେ ପରିମାଣ ବଢ଼ୁଛି ବୃହନ୍ନଳାଙ୍କର ବାଦ୍ୟ ମଧ୍ୟ ସେତେ ତୀବ୍ର ହେଉଛି। ଏହିପରି ଭାବରେ ସମୟ ଅତିବାହିତ ହେଉଛି। ଏଣେ ହାତରୁ ବୃହନ୍ନଳାଙ୍କର ଝରଝର ଝରଝର ରକ୍ତ ବୋହିଲାଣି ବାଜା ବଜେଇ ବଜେଇ। ସିଆଡ଼କୁ ଲକ୍ଷ୍ୟ ନାହିଁ, କାରଣ ଲକ୍ଷ୍ୟ ସେ ଆମ ପତ୍ନୀ ଦ୍ରୌପଦୀ ୟାନି ଶୈଲେନ୍ଦ୍ରୀ ଦେହରେ ହାତ ମାରିଥିବା କିଚକ୍ର ବଧ। ସେଇଥିପାଇଁ ସିଆଡ଼କୁ ଲକ୍ଷ୍ୟ ନ ଦେଇ ବାଜା ବଜେଇ ଚାଲିଛନ୍ତି କିଏ? ଏଇ ବୃହନ୍ନଳା। ଏବଂ ନିଜ ଆଖିରେ ବାହାରେ ଠିଆ ହେଇ ଦେଖୁଛନ୍ତି କିଚକ ଏବଂ ଭୀମଙ୍କ ଲଢ଼େଇକୁ ବା ବଲ୍ଲଭଙ୍କ ଲଢ଼େଇକୁ ଶୈଲେନ୍ଦ୍ରୀ। ଏବଂ ହଠାତ୍ ଦେଖାଯାଇଛି ଘୋର ଗର୍ଜନ କରି ତଳେ ପଡ଼ିଯାଇଛି କିଏ? କିଚକ। କିଚକ ଦେହରେ ହାତ ମାରିଛନ୍ତି ଭୀମ। ସେତେବେଳକୁ ସବୁ ଶେଷ ଏବଂ ଏହାପରେ ବାଦ୍ୟ ବନ୍ଦ କରିଛନ୍ତି ବୃହନ୍ନଳା ଅର୍ଥାତ୍ ଅର୍ଜୁନ। ଶୈଲେନ୍ଦ୍ରୀ ଆସିଛନ୍ତି ଭିତରକୁ ଏବଂ ଭୀମସେନ କହିଛନ୍ତି ବା ବଲ୍ଲଭ ରୋଷେଇଆ କହିଛନ୍ତି, ଶୈଲେନ୍ଦ୍ରୀ ତୁମକୁ ଦେଇଥିବା କଥା ତୁମରେ ସ୍ୱାମୀ ବଲ୍ଲଭ ରଖିବାକୁ ସକ୍ଷମ ହୋଇଛି। ଏବେ ତୁମେ ଖୁସି ତ? ଏହିପରି ଭାବରେ ଅନ୍ତ ଘଟିଥିଲା କିଚକର। ବହୁତ କ୍ଷମତାଶାଳୀ ଥିଲା, ହେଲେ ଚରିତ୍ରର ସ୍ଖଳନ ପାଇଁ ତାକୁ ଏମିତି ବଲ୍ଲଭ ଅର୍ଥାତ୍ ଭୀମଙ୍କ ହାତରେ ମରିବାକୁ ପଡ଼ିଥିଲା। ଆଶା କରୁଛି ଦର୍ଶକ ବନ୍ଧୁ ଆଜିର କଥା ନିଶ୍ଚିତ ଭାବରେ ଆପଣମାନଙ୍କୁ ଆମୋଦିତ କରିଥିବ। ଆଗାମୀ ଭିଡ଼ିଓରେ ପୁଣି ଥରେ ଆମେ ଭେଟାଭେଟି ହେବା। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।